को कोठे प्राप्त होइथिला मु कहबी कहियो मामू देखे प्रभु जय गजानन हे गौरी नंदन आहु जय गजानन हे गौरी नंदन तब पदाम्बुज तु करे निवेदन प्रभु हे तब पदाम्बुज तु करे निवेदन अमृत लाडू कर पाशांकु सती सुण केणे मनोहर तब कपड़े सिंदूर धार हे विघ्नेश्वर तब कपड़े सिंदूर धार पूर्वमुख होई पंचमा ग्राम हे पश्चिम रही भ्रमण आसी देव त्रिलोचन दंड के खंड कले दक्षिण बारेण होई गला ज्ञान शून्य हे गजानन बारे होई गला ज्ञान शून्य गज मस्तक आनी गलारे झोड़िले गज मस्तक आनी गलारे झोड़िले गजानन नाम गिरी सदेले गजानन नाम गिरी सदेले पूजिले पयर सकल बृंदारक पूजिले पयरे सकल बृंदारक वेद विद्या साधनकारी विनायक बारे निरक्ष जन को रख हे विनायक बारे निरक्ष जन को रख विद्या अर्णवे भाषुची करिव पारी ए विद्या अर्णव जेबे पारी हुअन्ति देशे देशे उड़ान्ति वीर बजयन्ति एतिकी करे मिनती हे गणपति तुम पादरे मोहर पड़न्ति दुर्योधन तुमको हे मारी बार पाई दुर्योधन तुमको हे मारी बार पाई जौषण पटक गृह से तोड़ाई जौषण पटक गृह से तोड़ाई पटरे तुमको हे से हुड़ा कि नहीं से गृह रे तुम षडजन को रखाई जदु गृहे तो हुंदेले अग्नि लगाईण सेठारो बाहर होई गल षडजन सेठारो बाहर होई गल षडजन को मारिबा पाई कपटरे जेतेबेले गोटे जौ गृह निर्माण करिथिला पुरंचन पंडा सत्य करिछि निया लगेइकरी पंच पांडव कुंती को जदु गृह रे मारिबो एक कथा जेतेबेले भगवान कृष्ण जानिले भगवान कले कोन कले सरज नदी ठारू जौशाला गृह पर्यंत गोटे सुडुंग खोलिले एटा किए खोलिथिला खल्यकार किए कि कृष्णंकर पुओ दुतिंग गर्भरु तार जन्म एबे कली जुग रे ताई कोन बोलौचंदी ए जो अन्नादिरी माटिया जाति जो महु बिकुचती माटिया कृष्णंकर पुओ से माने हां ओ तांके गोटे खणंती धरी छंदी खणंती से खणंती इमती तांकर शक्ति केते आंटी माटीटा को बसई देले मध्य से माटीटा तरळी जीवो ओ कृष्ण भगवानकर तांको प्रति आलिंगन वरदान हेले पुओ
ଶଲ୍ୟକାର ଯେତେବେଳେ ସୁଡ଼ଙ୍ଗ ଖୋଳିଲା ଏ ମାଟିଗୁଡା କୁଆଡେ ଗଲା? ଦୁଇଟି ଅସୁରକୁ ଭଗବାନ ଜନ୍ମ ଦେଇଥିଲେ। ତା ନା କଣ? ରକ୍ଷ ବକ୍ଷ ମାଟିକୁ ଖାଇକିରି ଜୀର୍ଣ୍ଣ କରୁଥିଲେ। ହଁ ଯେତେବେଳେ ସୁଡ଼ଙ୍ଗ ଖୋଳିଦେଲେ ପୁରୋଚନ ପଣ୍ଡା ଯୋଉଦିନ ନିଆଁ ଲଗେଇବ ହଁ ସେଇଦିନ କଲେ କଣ ଭଗବାନ କୃଷ୍ଣ କଣ କଲେ? ଇନ୍ଦ୍ରଙ୍କୁ ଆଦେଶ ଦେଲେ ହଁ ତୁମେ ଘୋର ବୃଷ୍ଟି କରିବ, ମୁଷଳଧାରା ବର୍ଷା କର। ସେହିଦିନ ଇନ୍ଦ୍ର ଘୋର ବୃଷ୍ଟି କଲେ। ସେ ବନସ୍ତରେ ଗୋଟେ ସବରୀ ଥିଲା, ତା ନା କଣ? ତାର ନାମ ଜୟନ୍ତୀ ସବରୀ। ହଁ ତାର 5ଟା ପୁଅ ଥିଲା। ଇନ୍ଦ୍ର କଣ କଲେ? ସବରୀ ଯୋଉ ପତ୍ର କୁଡିଆ କରି ରହିଥାଏ, ଇନ୍ଦ୍ର ବଜ୍ର ମାରି ସବରୀର କୁଟୀରଟାକୁ ପୋଡିଦେଲେ। ପୋଡିଦେଲେ। ସବରୀ ସେତେବେଳେ 5 ପୁଅକୁ ଧରି ହଁ ଯଉ ଗ୍ରହରେ ଆଶ୍ରୟ ନେବା ପାଇଁ ଆସିଲା। ଆଚ୍ଛା କୁନ୍ତି କଣ କଲେ? ଯଉ ଗ୍ରହରେ ସବରୀକି ଆଶ୍ରୟ ଦେଲେ। ହଁ ସମସ୍ତେ ଶୟନ କଲେ। ଓ ପଞ୍ଚୁ ପାଣ୍ଡବ ହଁ ଆଉ କୁନ୍ତି ମା ଏଣେ ପୁରୋଚନ ପଣ୍ଡା ହଁ ସବରୀ ତାର 5 ପୁଅ ସମସ୍ତେ ଶୋଇଛନ୍ତି। ସମସ୍ତେ ଶୋଇଛନ୍ତି। ହଁ ଏହି ସମୟରେ ହେଲା କଣ? କଣ? ଯେତେବେଳେ ଅର୍ଦ୍ଧରାତ୍ର ସମୟ ହେଲା, ହଁ କୁନ୍ତି କଣ କଲେ? ଭୀମକୁ ଉଠେଇଲେ। ଏ ଭୀମ ଏ ଭୀମ ଏ ଭୀମ ଯଉ ଗ୍ରହରେ ନିଆଁ ଲଗେଇ ଦେ। ଯା ନିଆଁ ମାରିଦେ। ଆଜ୍ଞା ଭୀମସେନ ଯଉ ଗ୍ରହରେ ନିଆଁ ଲଗେଇ ଦେଇ ଉଠି ରହିଲେ ପରା ନିଆଁ ଟିକେ ମାରିଦିଅ। ମାଙ୍କୁ ଧରିଲେ ମସ୍ତକରେ। ହଁ 4 ଭାଇକି ଧରି ସୁଡ଼ଙ୍ଗ ଭିତରେ ପଳେଇଲେ। ସରଜୁ ନଦୀ ପର୍ଯ୍ୟନ୍ତ ପହଞ୍ଚିଲେ କୋଠେ? ସରଜୁ ନଦୀ କୂଳରେ। ସରଜ ନଦୀ କୂଳରେ। ହଁ ହେଲେ ଯଉ ଗ୍ରହରେ ମଲା କିଏ ରେ ପୁଅ? ସବରୀ ମଲା, ତା 5 ପିଲା ମଲା, ପୁରୋଚନ ପଣ୍ଡା ମଲା। ହେଲେ କୌରବ ମାନେ ବୁଝିଲେ ପଞ୍ଚୁ ପାଣ୍ଡବ କୁନ୍ତି ମରିଗଲେ। ମରିଗଲେ। ବୋଲେ ସବରୀ ମରିଛି, ତାର 5 ପୁଅ ମରିଛନ୍ତି। ହଁ ତେଣୁ କରି କୌରବ ମାନେ ବୁଝିଗଲେ ଯେ ପଞ୍ଚୁ ପାଣ୍ଡବ କୁନ୍ତି ମରିଗଲେ। ମରିଗଲେ। ତେଣୁ କରି ପାଣ୍ଡବ ମାନଙ୍କର ଶୁଦ୍ଧିକ୍ରିୟା କରିଦେଲେ ଆଜ୍ଞା କୌରବ ମାନେ। ହଁ ଆଜ୍ଞା ତମେ ବଞ୍ଚି ଥାଉ ଥାଉ ତମର ସବୁ ସରିଯାଇଛି ଆଜ୍ଞା। ତମର ଲିଆ ପଣା ଦଶା ପିତା ଘିଅ ସବୁ ସରିଯାଇଛି। ତ ବାରପତ୍ର ଅଗରା ସବୁ ଖାଇ ଦେଇଛ। ତୁ ହେଲେ ଖାଇଦେଇଥିଲେ କିଏ ଦେବେ କି ନ ଦେବେ? ମରିଗଲେ ଖାଇବି କି ନାହିଁ ବୋଲି ଯିଏ ଥାଉ ଥାଉ ଖାଇ ଦେଇଛ। ହେଲେ ପୁଅ ହଁ ପାଣ୍ଡବ ମାନେ ବଞ୍ଚିଥିବାର ଜାଣିଥିଲେ ମାତ୍ର 2 ଜଣ। କିଏ କିଏ? ଭଗବାନ କୃଷ୍ଣ ଜାଣିଥିଲେ ହଁ ଆଉ ବିଦୁର ଜାଣିଥିଲେ। ବିଦୁର ଅନେକ ଧନ ଦେଇ ଗୋଟେ ଧୀବରକୁ ସରଜ ନଦୀ କୂଳରେ ତାକୁ ଯୋଗେଇଥିଲେ। ଆଚ୍ଛା ତାକୁ କହିଥିଲେ ଦିନ ଯାକ ମାରୁଥିବୁ, ରାତି ହେଲେ କାଢୁଥିବୁ। ଦିନ ଯାକ ମାରିବ? ଦିନ ଯାକ ମାରୁଥିବୁ, ରାତି ହେଲେ କାଢୁଥିବୁ। ନାଇଁ ନାଇଁ ରାତିରେ ମାରିବ ନା। ରାତିରେ ମାରିବ ନା। ନାଇଁ ହଁ, ହଁ। ଦିନ ଯାକ ମାରୁଥିବୁ, ରାତି ହେଲେ କାଢୁଥିବୁ। ହେଲା ସେ ଧୀବର କହିଥା। ନୌକାଟା ନୌକାଟା ନାପଟା ନୌକାଟିଏ ଦେଇ ଯୋଗେଇଥିଲେ। ହେଲେ ପୁଅ ଆଙ୍କେ ଯେତେବେଳେ ପହଞ୍ଚିଲେ ସରଜୁ ନଦୀ କୂଳରେ, ହଁ ତାପରେ କଲେ କଣ? କଣ କଲେ? ଆଜ୍ଞା ନାବରେ ବସି ସରଜୁ ନଦୀ ପାର ହେଲ। କୁମ୍ଭୀର ଦତ୍ତ କୁହେ ନଦୀ ମଧ୍ୟରେ ବଧିଲ। କୁମ୍ଭୀର ଦତ୍ତ କୁ ନଦୀ ମଧ୍ୟରେ ବଧିଲ। ହଇ ହଇ ତହୁ ଯାଇ ପୁଣି ବନେ ପହଞ୍ଚିଲ। ଆଜ୍ଞା ସେଇଠାରୁ ତୁମେ ବନବାସ ଗଲ। ଫଳ ଆଣିବାକୁ ତହୁ ଭୀମସେନ ଗଲେ। ମଧୁବନରେ କିନ୍ନର ଦତ୍ତକୁ ବଧିଲେ। ମଧୁବନରେ କିନ୍ନର ଦତ୍ତକୁ ବଧିଲେ। ତହୁ ଯାଇ ହିଡ଼ିମ୍ବିକି ବନେ ପହଞ୍ଚିଲେ। ଆଜ୍ଞା ହିଡ଼ମ୍ବକ ରାକ୍ଷସକୁ ସେଠାରେ ବଧିଲେ। ହିଡ଼ିମ୍ବିକ ରାକ୍ଷସକୁ ସେଠାରେ ବଧିଲେ। ହିଡ଼ିମ୍ବିକି ବିଭା ହେଲେ ବୀର ଭୀମସେନ। ଘଟୋତ୍କଚ ପୁତ୍ର ତହୁ ହୋଇଲା ଜନମ। ଘଟୋତ୍କଚ ପୁତ୍ର ତହୁ ହୋଇଲା ଜନମ। ବ୍ରାହ୍ମଣ ବେଶକୁ ଧରିଲ ସମସ୍ତେ। ବୁଲି ବୁଲି ଗଲ ଶିବପୁର ପରିଜନ୍ତେ। ବୁଲି ବୁଲି ଗଲ ଶିବପୁର ପରିଜନ୍ତେ। ଚଣ୍ଡାଳ ବଳକୁ ବଧ କଲେ ଭୀମସେନ। ବିଷ୍ଣୁଙ୍କର ପୂର୍ଣ୍ଣାଙ୍ଗୁ ହେ କରିଲ ରାଜନ। ତହୁ ଯାଇ ଏକ ଚକ୍ରାନଗ୍ରେ ପ୍ରବେଶିଲ। ବକାସୁର ରାକ୍ଷସକୁ ସେଠାରେ ବଧିଲ। ବକାସୁର ରାକ୍ଷସକୁ ସେଠାରେ ବଧିଲ। ଗୋପନରେ ଚଳିଗଲ ନ ଜାଣିଲେ କେହି। ରାମେଶ୍ୱର ତୀର୍ଥରେ ପ୍ରବେଶ ଏଲ ଯାଇ। ସେଦିନ ଦ୍ରୌପଦ ରାଜା ଲାଖଟିଏ କଲେ। ଲାଖଟିଏ କଲେ। ଲାଖଟିଏ କଲେ। ବ୍ୟାସ ଋଷି ଆସିଣ ହେତୁ ଭଙ୍ଗ କହିଲେ। ବ୍ୟାସ ଋଷି ଆସିଣ ହେତୁ ଭଙ୍ଗ କହିଲେ। ତାଙ୍କ ବାକ ଶୁଣିନ ହେତ ଚଳିଗଲ। ବାଟେ ଯାଉ ଯାଉ ଅଙ୍ଗାର ପର୍ଣ୍ଣଙ୍ଗ ଜିଣିଲ। ବାଟେ ଯାଉ ଯାଉ ଅଙ୍ଗାର ପର୍ଣ୍ଣଙ୍ଗ ଜିଣିଲ।
ଉଡ଼ାଳ ଶାଳରେ ଯାଇ ବାନ୍ଧିଲ ଦେବାସ କୁମ୍ଭାର ଶାଳରେ ଯାଇ ବାନ୍ଧିଲ ବେଆସ ତୁ ଶୀଘ୍ର ଚଳିଗଲ ଲାଖ ବିନ୍ଧା ପାଶ ବ୍ରାହ୍ମଣ ସଭାରେ ବସିଥିଲେ 5 ଜଣ ଲାଖ ବିନ୍ଧି ନ ପାରିଲେ ସମସ୍ତ ରାଜନ ଦ୍ରୌପଦ ରାଜା କହିଲେ ସଭାକୁ ଚାହିଁଲ ଯେ ଲାଖ ବିନ୍ଧିବ ମୋର କନ୍ୟା ଦେବୀ ଦାନ ଚଣ୍ଡାଳ ଆଦି ବ୍ରାହ୍ମଣ ପରିଜନ୍ତେ ହେଉ ଯେ ଲାଖ ବିନ୍ଧିବ ମୋର ଏ କନ୍ୟାକୁ ନେଉ ଆୟା ଓ ଯେତେବେଳେ ପାଣ୍ଡବ ମାନେ ପହଞ୍ଚିଲେ ପାଞ୍ଚାଳ ଦେଶରେ ହଁ ପାଞ୍ଚାଳ ଦେଶର ରାଜା ହେଲେ ଦ୍ରୌପଦ ମହାରାଜା ଆଚ୍ଛା ଦ୍ରୌପଦ ରାଜାଙ୍କର କନ୍ୟା ହଉଛନ୍ତି ଦ୍ରୌପଦୀ ଦ୍ରୌପଦୀ ଦ୍ରୌପଦୀକୁ ବିବାହ ଦେବା ପାଇଁ ହଁ ଦ୍ରୌପଦ ରାଜା କଣ କରିଥିଲେ ହଁ ସ୍ୱୟଂବର ଆୟୋଜନ କରିଥିଲେ ହଁ ଲକ୍ଷେ ରାଜାକୁ ନିମନ୍ତ୍ରଣ କରିଥିଲେ ରଜା କେତେ ରଜା ଲକ୍ଷେ ରଜା ବେଲେ ସେ ଡିମ୍ବ ଦେଇଥିଲା ନା ତଳି ପକେଇଥିଲା ଡିମ୍ବ ପୁଣି ଦେଇଥିଲା ହେ ରଜା ଲକ୍ଷେ ରଜା କହୁଛୁ ଆରେ ଜଗତରେ କଣ ଲକ୍ଷେ ରାଜା ନଥିଲେ ସମସ୍ତେ ଆଇଥିଲେ ସବୁ ରାଜ୍ୟରୁ ରାଜା ମାନଙ୍କୁ ନିମନ୍ତ୍ରଣ କରିଥିଲେ କାଇଁ ଆମ ଏଇଠୁ କିଏ ଯାଇଥିଲା କହତି ଆମର କଳିଙ୍ଗ ରାଜ୍ୟରୁ ହଁ ଓଡିଶାରୁ ଓଡିଶା ନଥିଲା ରେ ପୁଅ ସେତଳ ହଁ ଥିଲା କଳିଙ୍ଗ ରାଜ୍ୟ ହଁ ଏ ଭାଇଆ ତାପରେ ହେଲା ଓଡିଶା ହଁ ପୁଅ ହଁ କଳିଙ୍ଗ ରାଜ୍ୟରୁ ଯାଇଥିଲେ ମୃଗସେନ ରାଜା ଭାଇଆ ହଁ ଦ୍ରୌପଦୀ ସମ୍ବରରେ ଭାଗ ନେଇଥିଲେ ହଁ ହେଲେ ପରେ ହୁଁ ଯେତେବେଳେ ମଛ ଲାଖଟାକୁ ପାତିଥିଲେ ରଜା ହଁ ହେଲେ ଏ ଲାଖର ନିୟମ କଣ ଜାଣିଛୁ ନା କେଣ ଲାଖର ଉଚ୍ଚତାଟା 7 ତାଳ 7 ତାଳ 7 ତାଳ ହଁ। ପୁଅ, ହଁ ଗୋଟେ ତାଳର ମାପ ମାନେ ଉଚ୍ଚତାଟା କେତେ ତାଳୁଟା କେତେ ଉଞ୍ଚୁ ହଁ ତାଳର ତାଳୁଟା କେତେ ଉଞ୍ଚୁ ବୋଲଛୁ ହଁ ମା ଏଇଟା ଜାଣିନୁ କେତେ ସାନ ସାଇଜିଆ ତାଳ ହେଇଥିଲେ ଚୌକେ ହବ ଆଉ ଟିକେ ବଡ ସାଇଜିଆ ହେଇଥିଲେ 8 ଆଙ୍ଗୁଲ ହବ କେତେ ହେଇଯିବ ବାଇଆ ଜାଣିନି ବାଇଆ ମୂର୍ଖ ପିଲା ଆରେ ସେଇଟା ଯୋଉ ଖାଇବା ତାଳ କଥା କହୁଛୁ ଯୋଉ କୋଳ ତାଳ ଏ ଯୋଉ କୋଳ ଭାବୁଛି କି ରେ ହଁ ସେ ତାଳ ନାହିଁ ରେ ହଁ ହାତର ମାପକୁ କୁହାଯାଏ ତାଳ କେତେ ହାତ ନମ୍ବକୁ ତାଳେ ବୋଲି କହୁଛ 40 ହାତରେ ହେଲା 1 ତାଳ ଏଡେ ଏଡେ ନମ୍ବ ତାଳ 7 ଚୌକ 28 ହଁ ଏ ଲାଖର ଉଚ୍ଚତାଟା 280 ହାତ ହଁ ପୁଅ, ହଁ ଆମର ପୁରୀ ଜଗନ୍ନାଥ ମନ୍ଦିର କେତେ ତାଳ ଜାଣିଛୁ କେତେ 3 ତାଳ ହାତେ ବୋଇଲେ କେତେ 121 ହାତ ହଁ ଏ ଲାଖର ଉଚ୍ଚତାଟା 280 ହାତ 80 ହାତ ଏତେ ଉଚ୍ଚରେ ଗୋଟେ ମାଛ ବନ୍ଧା ହେଇଥିବ ହଁ ତା ତଳେ ଗୋଟେ ରାଧା ଚକ୍ର ଘୁରୁଥିବ ଗିରିଗିରି ହେଇ ବୁଲୁଥିବ ତଳେ ଗୋଟେ ଜଳକୁଣ୍ଡ ହେଇଥିବ ପାଣି କୁଣ୍ଡ କୁଣ୍ଡ ଉପରେ ଗୋଟେ କତୁରୀ ପ୍ରମାଣରେ ପଟା ପଡିଥିବ ସରୁ ହେଇକିରି ସେ ପଟା ଉପରେ ଧନୁ ଧରିକିରି ଛିଡା ହବ ଏ ଯୋଉ ମାଛର ଛାଇଟା ଜଳକୁଣ୍ଡରେ ପଡିଥିବ ହଁ ଦୃଷ୍ଟି ରହିବ ଜଳକୁଣ୍ଡ ଭିତରକୁ ତଳକୁ ଅନେଇବ ଉପରକୁ ଲକ୍ଷ୍ୟ କରିକିରି ଲାଖ ବିନ୍ଧା ହବ ହଁ ଇଏ ସ୍ୱରଟା ଯିବ ମାଛର ବାମ ନେତ୍ରରେ ବାଜି ଡାହାଣ ନେତ୍ରରେ ନିକିଳିକ ରହିବ ଏ ପ୍ରକାର ଯିଏ ଲାଖ ବିନ୍ଧିବ ସେ ଦ୍ରୌପଦୀକୁ ବିବାହ କରିବ ହଁ ଓ ଲକ୍ଷେ ରାଜା ଜଣେ ଜଣେ ଲାଖ ବିନ୍ଧିଲେ ଲକ୍ଷେ ରାଜା ଫେଲି ହେଇଗଲେ ଏମିତି ନାକ କିଏ ବିନ୍ଧି ପାରିବ ଲାଖଟା କେହି ବିନ୍ଧି ପାରିଲେ ନାହିଁ ନାଇଁ ତେଣୁ କରି ଦ୍ରୌପଦ ରାଜା ସଭାକୁ ଚାହିଁ କହିଲେ ହଁ ମୁଁ ତ ଲକ୍ଷେ ରାଜାକୁ ନିମନ୍ତ୍ରଣ କରିଥିଲି ସବୁ ଫେଲି ହେଇଗଲେ କେହି ମଧ୍ୟ ଲାଖ ବିନ୍ଧି ପାରିଲେ ନାହିଁ ନା ତେଣୁ କରି ଏ ରାଜ ସଭାରେ ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ଏଣିକି ଯିଏ ଲାଖ ବିନ୍ଧିବ ସେ ମଧ୍ୟ ଦ୍ରୌପଦୀ କି ବିବାହ ମୋ କନ୍ୟା ଦ୍ରୌପଦୀକୁ ସେ ବିବାହ କରିବ ହଁ ସେତେବେଳେ ହେଲା କଣ ଆଜ୍ଞା ଆପଣ ତ ବ୍ରାହ୍ମଣ ସଭାରେ ବସିଥିଲ ଆଙ୍କେ 5 ଭାଇ ସେତେବେଳକୁ ବ୍ରାହ୍ମଣ ରୂପ ଧରି ବ୍ରାହ୍ମଣଙ୍କ ସମାଜରେ ବସିଛନ୍ତି ଓହୋ ବନବାସ କରୁଛନ୍ତି ପାଣ୍ଡବ ମାନେ ହଁ ହଁ ରଜା ବେଶରେ ଆଙ୍କେ ନାହାନ୍ତି ନାଇଁ ନାଇଁ ପ୍ରଥମ ପାଳି ଥିଲା ରଜା ମାନଙ୍କର ହଁ ହେଲେ ଦ୍ୱିତୀୟ ପାଳି ପଡିଲା ବ୍ରାହ୍ମଣ ମାନଙ୍କର ଆଙ୍କେ ଅଛନ୍ତି ବ୍ରାହ୍ମଣ ବେଶ ଧରି ବ୍ରାହ୍ମଣଙ୍କ ସମାଜରେ ହଁ ଯୁଧିଷ୍ଠିର ଆଦେଶ ଦେଲେ ଅର୍ଜୁନ ଏ ଅର୍ଜୁନ ଯା ଲାଖ ବିନ୍ଧିବୁ ଆମ ନଟରୁ ଥିଲା ଯା ଫୁଟା ବାଣ ସେ ନଟରେ ମୋଡୁଛୁ ରେ ଫୁଟା ନାଇଁ କଥାଟା ମିଣ୍ଡି ଆଉ ହଁ ଆପଣ କଲେ କଣ ଆଜ୍ଞା ବଡ ଭାଇ ପାଦ ତଳେ କରି ନମସ୍କାର ଆଚ୍ଛା ଯୁଧିଷ୍ଠିର ପାଦ ତଳେ କରି ନମସ୍କାର ଧନୁ ଧରି ଛିଡା ହେଲ ପଟାର ଉପର ଧନୁ ଧରି ଛିଡା ହେଲ ପଟାର ଉପରକୁ ଗଣ୍ଠି ବୃଷ୍ଟି ତଳେ ଦେଲ ଦୃଷ୍ଟି ବିନ୍ଧିଲ ମାଛର ବାମ ଚକ୍ଷୁ ଗଲା ଫୁଟି ଆଜ୍ଞା ବିନ୍ଧିଲ ମାଛର ବାମ ଚକ୍ଷୁ ଗଲା ଫୁଟି ବାମ ନେତ୍ରେ ବାଜି ଡାହାଣେ ଗଲା କଣି କିଣି ସେଠାରୁ ଲଭିଲ ହେ ଦ୍ରୌପଦ ଦୁଲ୍ହାଳି ସେଠାରୁ ଲଭିଲ ହେ ଦ୍ରୌପଦ
ପଦ ଦୁଲ୍ହାଳି ହଇ ହଇ ମହାଲାଖ ବିନ୍ଧି କରି ଦ୍ରୌପଦୀ ଆଣିଲ ଫଳଟି ଆଣିଛି ବୋଲି ମା ତାଙ୍କୁ କହିଲ ହଁ ମାତା ବୋଇଲେ ରେ 5 ଭାଇ ବାଣ୍ଟି ଖାଅ ହଉ ମାତା ବୋଇଲେ ରେ 5 ଭାଇ ବାଣ୍ଟି ଖାଅ ହଁ ଆଜ୍ଞା ବାବୁରେ ହଁ ବାୟା ଓ ଅର୍ଜୁନ ଯେତେବେଳେ ଲାଖଟାକୁ ବିନ୍ଧି ଦେଲେ ହଁ ରାଜସଭାରେ ଥିଲେ ଦ୍ରୌପଦୀ ଦ୍ରୌପଦୀ ଗଲେ ଅର୍ଜୁନକୁ ବରଣମାଳା ଦେବା ପାଇଁ ଦେ ମେତେ ଗଳେ ଛ, ଏ ମା ମେତେ ଗଳେ ବ୍ରାହ୍ମଣ ଲାଖ ବିନ୍ଧିଲେ ତାଙ୍କୁ ବରଣମାଳା ଦା ଦିଅଲୋ ମା ମେତେ ଗଳେ ଦଉ ମୁଁ ଯଦି ଦ୍ରୌପଦୀଙ୍କର ପୁଷ୍ୟ ମାଲ୍ୟକୁ ଗ୍ରହଣ କରିବି ତାହେଲେ ମୋ ବଡ ଭାଇଙ୍କୁ ଅପମାନ ହବ ତାକୁ କିଏ ମାଇପ ଦବନି ଆରେ ସେତେବେଳକୁ ଯୁଧିଷ୍ଠିର ଆହୁରି ବାହା ହେଇନାହାନ୍ତି ଇଏ ସାନୁଟା ହିଁ ଦ୍ରୌପଦୀ କି ବିବାହ ହେଲେ ବହୁଟା କଣଟା ଛୋଟାଟା ବୋଲି କିଏ ମାଇପ ଦବନି ଦେଖିନୁ କିରେ ପୁଅ କେବେ ଓ ହଁ ତେଣୁ କରି ଅର୍ଜୁନ କହିଲେ ରୁହ ଦ୍ରୌପଦୀ ର ଥା ମୋ ବଡ ଭାଇ ନାମ ବସନ୍ତି ରାଜ ସଭାରେ ମୋ ମାଙ୍କର ଆଦେଶ ହେଲେ ତୁମେ ମତେ ବରଣମାଳା ପ୍ରଦାନ କରିବ ମୋ ମା କହିଲା କି ତୁ ମତେ ଦବୁ ହେଲେ ନହେଲେ ସେତେବେଳକୁ ଆଙ୍କ ମା କୋଉଠି ଅଛନ୍ତି କୋଉଠି କୁମ୍ଭାର ଶାଳରେ ଘର ଭଡା କରିକିରି ଆଙ୍କେ 5 ଭାଇ ଦ୍ରୌପଦୀ ସମ୍ବରକୁ ପଳେଇ ଆସନ୍ତି ଆଙ୍କେ ଆ ମା ଡାକିଲା ଛୋଟ ବଡ ହଉଛି ତମ ଘରେ ଆରେ ଅଛି ରେ ହଁ ରେ କିଏ ଅଛି ହେଲେ ତା ଅର୍ଜୁନ କହିଲେ ମୋ ମାଙ୍କ ଆଦେଶ ହେଲେ ମତେ ବରଣମାଳା ଦବ ନହେଲେ ଦେଇପାରିବନି ଆଉ ଦ୍ରୌପଦୀ କହିଲେ ଆଉ ନହେଲେ ଚାଲ ତମ ମା ପାଖକୁ ଯିବା ଚାଲ ତା ମା ପାଖକୁ ଯିବା ଆସ ଆସ ତା ମା ପାଖକୁ ଯିବା ଆସ 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 ତା ମା ପାଖକୁ ଯିବା ଆରେ ସେ ବୁଢା ଲୋକକୁ କାହିଁ ହଇରାଣ କରୁଛୁ ତା ମା ପାଖକୁ ଯିବା ପରା ତାଙ୍କେ ବସଛନ୍ତି ବୁଢା ଲୋକ ଶାନ୍ତିରେ ମୂର୍ଖ ପିଲା ସେ ବୁଢା ଲୋକକୁ କାହିଁ ଝିକି ଆଣୁଛୁ ତା ମା ପାଖକୁ ଯିବା ପରା ବୁଢା ଲୋକ ଉଠୁନି ଗୋଡ ହାତ କିଏ କହିଲା ତୁ କହିଲୁ ଏବେ ତା ମା ପାଖକୁ ଯିବା ଚା ବୋଲି ମୁଁ ତତେ କହିଲି ଚା ତା ମା ପାଖକୁ ଯିବା ଏବେ କହିଲୁନୁ ମାମୁ କି ମାଡ ଖିଆଟା ଦେଖ ହେ ଭଗବାନ ମୁଁ ଏବେ କହିଲା ଚା ତା ମା ପାଖକୁ ଯିବା ଏବେ କହିଲୁନୁ ଆରେ ଦ୍ରୌପଦୀ କହିଲେ ଅର୍ଜୁନଙ୍କୁ ଚାଲ ତମ ମାଙ୍କୁ ପଚାରିବାକୁ ଯିବା ଦ୍ରୌପଦୀ କହିଲେ ଆଉ କଣ ମୁଁ ତତେ କହିଲି ଚା ତା ମା ପାଖକୁ ଯିବା ମତେ ଡାକୁଛୁ ବୋଲି ମୁଁ ପଳଉଥିଲି ନା ଆକୁ ପୁଣି ମୁଁ ଡାକୁଥିଲି ହଁ ହଁ ତାଙ୍କ ମା ପାଖରେ ତୋର କି କାମ ମୁଁ ଡାକିବି ରାତି ଅନିଦ୍ରାରେ ଟିକେ ରେଷ୍ଟ ନେତି ତୋ ମା ପାଖରେ 5 ଶୁଣେ। ହେଇତା ଯେତେବେଳେ ହଁ ଦ୍ରୌପଦୀ କହିଲେ ଅର୍ଜୁନଙ୍କୁ ଚାଲ ତମ ମାଙ୍କୁ ପଚାରିବାକୁ ଯିବା ସେତେବେଳେ ଅର୍ଜୁନଙ୍କର ମନଟା ଭାରି ଆନନ୍ଦ ହେଲା କି କିଣ ପାଇଁ ଏତେ ଆନନ୍ଦ ହବନି କିଣ ପାଇଁ ହରେ ବାୟା ହଁ ଯୋଉ ଲାଖକୁ ଲକ୍ଷେ ରାଜା ପିନ୍ଧି ପାରିଲେନି ହଁ ଅର୍ଜୁନ ପରାକ୍ରମ କରିକିରି ଲାଖ ପିନ୍ଧିଲେ ହଁ ଦେବକନ୍ୟା ଯାଜ୍ଞସେନଙ୍କୁ ସ୍ତ୍ରୀ ରୂପରେ ପାଇବେ କେମିତି ଆନନ୍ଦ ହେବେନି ବା ଯେ ଏତେ ଆନନ୍ଦ କିସ ପାଇଁ ନା ମାମୁ ଆରେ ପୁଅ ହଁ ଗୋଟେ ଛୋଟ ପିଲା ନୂଆରେ ସାଇକେଲ ଶିଖିଥିବ ହଁ କାର ଗୋଟେ ନୂଆ ସାଇକେଲ ତା ହାତରେ ପଡିଯିବ ହଁ ଏ ପିଲା ଲୋକ ସେ ସାଇକେଲ ଛାଡିବ କିରେ ସବୁ ନ୍ୟାସନାଲ ହାଇ ସ୍ପିଡରେ ଚଲେଇବ ରେ ପୁଅ ସେଟା କେଣ କହୁଛୁ ନୂଆ ନୂଆରେ ଚଲେଇଲା ବେଳୁ ଆଣ୍ଠୁ ଗଣ୍ଠି ଛିଡ଼ିଲେ ଯାଉନାହାନ୍ତି ଚଲଉଛନ୍ତି ଇଆଡେ ଆଣ୍ଠୁ ଗଣ୍ଠି ଛିଡ଼ି ଯାଇଥିବ ଇଆଡେ ଚଲଉଥିବେ ସେ ଟାଇମଟା ସେମିତି ଅର୍ଜୁନ ପଳେଇଲେ ମନାନନ୍ଦରେ ମା କବାଟ ଦେଇ ଘର ଭିତରେ ଅଛନ୍ତି ବୁଢୀ ଲୋକ ଅର୍ଜୁନ ଯାଇ କବାଟରେ କର ମାରି ଡାକିଲେ କହିଲେ ମା ମାଲୋ ମୁଁ ଗୋଟେ ଅପୂର୍ବ ସୁସ୍ୱାଦୁ ପକ୍ୱ ଫଳ ଆଣିଛି ଫଳ ଆଣିছিল ମା ମା କୁନ୍ତି ବୁଝିଲେ ହଁ ମୋ ପିଲାମାନେ ତ ବନସ୍ତରେ ବୁଲୁଛନ୍ତି କି ଭଲ ଫଳ ଆଣିଥିବ ଆଜି ମୋ ପିଲା କଣ ଗୋଟେ ଭଲ ଫଳ ଆଣିଛି ମା କହିଦେଲେ ହଉ ରେ ବୋପା ଯଦି ଭଲ ଫଳ ଆଣିଛୁ ହଁ ହଁ ତମେ ତମର 5 ପୁଅ ହେଇଛ ଏ ଫଳଟା 5 ଭାଇ ଯାକ ବାଣ୍ଟି କୁଣ୍ଟି କରି ଖାଇଦିଅ ମାଡ଼ଗୋଳ ହବନି ରେ ବୋପା ଅରେ ପୁଅ ସେଇଟା ଫଳ ହେଇଥିଲେ ସିନା କେ ବାଣ୍ଟି କୁଣ୍ଟି କରି ଖାଇଥାନ୍ତେ ହଁ ତାକୁ କଣ କଲେ ରେ ପୁଅ ଆକୁ ପିସି ପିସି କରିଦେବେ 5 ଭାଇ 5 ପିସ୍ କରିଦେବେ ଆକୁ ମଝି ଗଇଟା ମିଳିଯିବ ଓହୋ ଇଏ ମଝିଆ ପୁଅଟା ବୋଲି ଆର ମଝି ଗଇଟା ଆର ମାଉସିଆ ଗଇଟା ତତେ ଭଲ ଭାଗୁଟା ପକେଇଛି ମାଉସିଆ ଗଇଟା ଆରେ ମୂର୍ଖ ମା ବୁଝିଥିଲେ ଫଳ ହଁ ଯେତେବେଳେ କବାଟଟା ଖୋଲିକିରି ଦେଖିଲେ ହଁ ଅଛି କିରେ କହୁନାହାନ୍ତି କିରେ ମିତୁର ସ୍ତ୍ରୀ କି ଦେଖରେ କାଶିଆ ନନା ମାଇକି ନା ଦେଖେ କାଶିଆ ନନା ହେଇଗଲାଣି ପିଲାପିଲି ହେଲାଣି କାଶିଆ ନନା ନାତି ନାତୁଣୀ ଦେଖିଲାଣି ଇଏ ସିନ୍ଧି କହିବା କଥା ହଁ ମା ଲୋ ମୁଁ ଲାଖ ବିନ୍ଧିକିରି ଗୋଟେ ସ୍ତ୍ରୀଟେ ଧରିକିରି ଆଇଛି ଯଦି ପିଲାପିଲି ଆଣିଥିଲେ ମାଇକି ନାଣ୍ଡି ଆଣିଛି ବେଲିଆ କଥା ମୂର୍ଖ ପିଲା ପିଲାପିଲି କିଏ ଧରି ଆଉଛି କିରେ ଆମ ଘରେ ଧରି ପଳେଇ ଆଇଛନ୍ତି ମୁଁ କାହାକୁ କହିରେ ମାମୁ ରଖୁଥିଲୁ କେମିତିରେ ଆମ କୂଳ ଲୋକ ମତେ ପ୍ରେସ କରି ମାରିଦେଲେ ରେ ହେଲୁ
तू कांडुआ किस करथु किछि करनी मामू आ नहले तम घरे केने कुळ लोक आनिकरी मानले केण पे बेले मामू तू कांडुआ किस करथु किछि करनी रे मामू आउ केण पे बेले आज्ञा हाँ। मो भाई नाटा चाकरी करथुला आज्ञा हाँ हाँ गलाळु गाड़ी एक्सीडेंट हे गेला मो भाई नाटा मरी गला एहे। मो भाउजर बयस अछि पिल्लांडियाडा 72 वर्ष हेछि ସବୁ 72 ବର୍ଷ पिलांडियाडा 72 वर्ष बेले देखुनो मामू हाँ हाँ मो भाई ना मरियल गुरु हाँ। मो बप्पा गला मो भाई ना ससुर वेला होय समुंदी किस करिया मो बड़ पुଅ तो पळेइला बाळे पळेइला का हेले समुंदी तम झियर तो बयस अछि पिल्लांडियाडा 72 वर्ष हेछि हेले कम बयसरु विधवा ही गला हाँ हाँ एने नाती नातुणी दीटा छोट छोट मो झियारी पुतुरा गोटे काम करवा समुंदी मोर तो सान पुଅ बायाटा अछि मते कहला से तो बाहा चुड़ा हैनी हाँ हाँ आ तम झमदी केने विधवा हेकरी रहिबो हाँ आ चलो मो बाया सहित तम झगु थुआ थुई करदला बेलुगुरु मो भाई ना ससुर नाई कला रे आज्ञा नाई करियोनी गे गोटे चाकरिया को जाइथिला आज्ञा एडा गोटे बेकारिया बायाटा को आउ दब की हे सिंध नाई रे मामू नाई रे पुआ किंदी बेला मो पिला पिल्लांडियाडा 72 वर्ष हेछि रंधा बडा शिकिनी हाँ। आउ 2 वर्ष गले आगा पठेई वेला हेले 74 वर्ष हेलु करू भाजु को थुआ थुई हेलु रे आ से पिला पिली मो घर को आइले मो झियारी पुतुरा बाया की भाग्य ତୁଳେ ହାଳିଆ ଆଣ୍ଟ हां ତୁଳେ ହାଳିଆ ଆଣ୍ଟ 74 वर्ष रे भाजु को थुआ थुई हेची तुला प्रियांत बाया हेले झियारी पुतुरा को तू पोसिल आइले नि मो घर को आइले नि ये सेमती कहया कथा हाँ मालो मु लाख बिंधिकरी गोटे स्त्री टे धरिकरी आईची नाले मोर हलिया पिले पिले आनथिले माइक नंदी आनजी बेलिया कथा ये कहला मालो मु फल आनीची फल हेले मा बुझी गले फल हेलाउ मा कहले हो रे बापा हाँ, हाँ। जदि फल आनीछु च आ तमे तो मोर 5 पुଅ रे बापा हाँ ए फलटा 5 भाई जाक बांटी कुंटी करी खाई खाई दिए बेला आमा हेलाइला दांडाड़ू बुझिला नाही बुझी पाइलानी रे दांडाड़ू पळी आइला ओ हाँ आंके 5 भाई जाक हे हाँ द्रौपदी कन्या को स्त्री रूप रे रखिले ये जणु को आंके हेले 5 भाई तार 5 पति हरे मामू ओ अरे HIV परीक्षा कर रे हे सरकार एडवर्टाइज करछि कौन कांथ बाडरे बड़ बड़ अक्षर रे खुजी कौन बोली गोटे स्त्री एकाधिक पुरुष ग्रहण कले एड्स होउछि एड्स हुए गोटे पुरुष मध्य एकाधिक स्त्री ग्रहण कले एड्स होउछि एड्स हुए तू कहू ये जणु को आंके 5 जण हाँ। आठ एड्स नथियो तोठे थिबो हाँ अरे द्रौपदी सती